ମୁଁ ନିଶ୍ଚିତ ଭାବରେ ସ୍ୱାଗତ କରିବି ଯେ ପ୍ରବାସୀ ଓଡ଼ିଆମାନେ ଆସୁଛନ୍ତି। ପ୍ରବାସୀ ଓଡ଼ିଆମାନଙ୍କୁ ଆସିବା ବେଳେ ଆଜି ଗୋଟେ ସାମ୍ନାକୁ ଆସିଛି ସମ୍ବାଦ, ଜଣେ ପ୍ରବାସୀ ଓଡ଼ିଆ ବହୁତ ଦିନରେ ଲଣ୍ଡନରେ ରହିଛନ୍ତି ଥିଲେ ପ୍ରଫୁଲ୍ଲ ମହାନ୍ତି, ତାଙ୍କୁ ଏଣ୍ଟ୍ରି ମିଳୁନାହିଁ। ତା ଅର୍ଥ ପ୍ରବାସୀ ଓଡ଼ିଆ ନାଁରେ କିଛି ସିଲେକ୍ଟେଡ଼ ଲୋକଙ୍କୁ ଦିଆଯାଉଛି ବୋଲିକରି ପ୍ରଥମେ ଭାବି ନେବାକୁ ହେବ, କାରଣ ଆଜି ସେ କଥାଟା ଆମେ ଆମ ସାମ୍ନାକୁ ଆସିଛି। ଦ୍ୱିତୀୟ କଥା ହେଉଛି ପ୍ରବାସୀ ଓଡ଼ିଆ ଆସିବା ପାଇଁ ଭୁବନେଶ୍ୱର କଟକ ଖୁବ୍ ଭଲ ସଜା ହେଇଛି, ବିଭିନ୍ନ ଜାଗାକୁ ଯିବେ। ଯଦି ଏଥିରେ ଆମର କିଛି ଆୟ ବଢ଼ିବ, ଯେଉଁ ମେଳା ଖୋଳା ହେଇଛି, ଉତ୍ସବ ମେଳା ସବୁ ହେଇଛି, ସେଥିରେ ଦେଖିବା ଆମର ଯଦି ସେମାନେ କିଛି କିଣିକିରି ନେଉଛନ୍ତି ବା ଆଗ୍ରହ ପ୍ରକାଶ କରୁଛନ୍ତି, ଯେଉଁ ଜିନିଷ ବଜାରକୁ ଗଲେ ପୁଣି ଥରେ ସେଠୁ ଡିମାଣ୍ଡ ଆସିବ, ଏମାନେ ଆମର ଆମ୍ବାସାଡ଼ର ହେବେ, ତାହେଲେ ମଧ୍ୟ ସ୍ୱାଗତ ଯୋଗ୍ୟ, ଆମେ ସ୍ୱାଗତ କରିବା। କିନ୍ତୁ ତାଙ୍କ ନଜରରେ ଯଦି ଆଜି ଦିନରେ ଘଟୁଥିବା ଭୁବନେଶ୍ୱରର ହତ୍ୟାକାଣ୍ଡ, ପ୍ରତିଦିନ ଘଟୁଥିବା ଭୁବନେଶ୍ୱରର ଚୋରି ଡକାୟତି, ପ୍ରତିଦିନ ଘଟୁଥିବା ଚାଷୀ ମୃତ୍ୟୁ ଯଦି ତାଙ୍କ ନଜରରେ କୌଣସି କାରଣରୁ ପଡ଼ିଗଲା, ସେମାନେ ଓଡ଼ିଶା ପ୍ରତି ବିତସ୍ପୃହ ହେବେ। ଏବଂ କେବଳ ଯଦି ଯେଉଁମାନେ ଆସୁଛନ୍ତି ମାଟି ତଳେ ଥିବା ସମ୍ପତ୍ତି ନେବା ପାଇଁକି ଯଦି ଲୋଭ ଥାଏ, ତାହେଲେ ସେଇମାନେ ହିଁ କେବଳ ରହିବେ ଏବଂ ଓଡ଼ିଶାର ମାଟି ତଳୁ ସମ୍ପତ୍ତି ଯେମିତି ଭାବରେ ଗତ କିଛି ବର୍ଷ ଧରି ଚାଲିଛି, ତାହା ପୁଣି ଥରେ ଆଉ ଥରେ ତାହା ପୁନରାବୃତ୍ତି ହେବ ବା ସେ କାର୍ଯ୍ୟ ଚାଲି ରହିବ ଏବଂ ଉତ୍ତର ପିଢ଼ି ପାଇଁକି ଏ ମାଟି ତଳ ଖାଲି ହୋଇଯାଇଥିବ। ସେ ଦୃଷ୍ଟିରୁ ଯଦି ଆମ ବଜାର, ଆମ ତିଆରି କରୁଥିବା ଜିନିଷ ବଜାରରେ ବିକ୍ରି ହେଲା, ସ୍ୱାଗତ ଯୋଗ୍ୟ। ଯଦି ଆମ ପାଇଁକି ଟୁରିଜିମ୍ ଓପନ୍ ହେଲା, ସ୍ୱାଗତ ଯୋଗ୍ୟ। ଯଦି ଏଗୁଡ଼ିକ ନ ହେଇକିରି ମାଟି ତଳର ଜିନିଷ ବିକ୍ରି ହେବାର ଲକ୍ଷଣ ଦେଖାଗଲା ପୂର୍ବ ଭଳି, ତାହେଲେ ଆମେ ଜାଣିବା ଯେ ଆମର ଦୁର୍ଭାଗ୍ୟ ଏବଂ ଆମ ଓଡ଼ିଶାବାସୀଙ୍କ ଦୁର୍ଭାଗ୍ୟ। ସରକାର ବଦଳିଲେ ମଧ୍ୟ ସେହି ସମାନ ନୀତି, ସମାନ କାର୍ଯ୍ୟ ଚାଲୁ ରହିଛି। ହଁ, ସେଟା ଅଲଗା ନିବେଶ, ସେ ନିବେଶ କେହି କିଛି କରିବାକୁ ଚାହୁଁନଥିଲେ, ଇଏ ଦୌଡ଼ିକି ଯାଉଥିଲେ। ନବୀନ ପଟ୍ଟନାୟକ ଯେମିତି ଦୌଡ଼ିକି ଯାଉଥିଲେ, ଇଏ ବି ସେମିତି ବିଦେଶ ଦୌଡ଼ିକି ଯାଉଛନ୍ତି, ତାଙ୍କର ମନ୍ତ୍ରୀମାନେ, ମୁଖ୍ୟମନ୍ତ୍ରୀ, ଯେ ନିବେଶ ଆଣିବା ପାଇଁକି। ନିବେଶ କେଉଁ ଭାବେ ଆସିଛନ୍ତି ନା ପୋସ୍କୋ, ମିତ୍ତଲ ଏବଂ ଜେଏସ୍ପିଏଲ୍, ଯେଉଁମାନେ ମଲ୍ଟିନ୍ୟାସନାଲ୍ କମ୍ପାନୀ ଆମ ମାଟି ତଳ ଜିନିଷ ନେବା ପାଇଁକି ଇଚ୍ଛା କରିଛନ୍ତି, ସେଇମାନେ ଆସୁଥିଲେ, ସେଇମାନେ କିଛି ଅଂଶରେ ଅଂଶଗ୍ରହଣ କରୁଥିଲେ, ଅନ୍ୟଥା ଆଉ କିଛିରେ ହେଉନଥିଲା। ବିଜେଡ଼ି ଯେଉଁ ପାପରେ ଭାଗିଦାର ଥିଲା, ସେ 24 ବର୍ଷ ଧରି ଥିଲା ବୋଲି ତାର ଟିକେ ଜଣାପଡ଼ୁଛି ଅଧିକ ପାପ। ଇଏ 4 ମାସ 6 ମାସ ସରକାର ତାଠାରୁ ଅଧିକ ପାପରେ ଭାଗିଦାର ହୋଇସାରିଲାଣି। କହିଲି ପରା, ପ୍ରଥମରୁ କହିଲି, ଯଦି ଏଇ ପ୍ରବାସୀ ଭାରତୀୟମାନଙ୍କ ଆଖିରେ ବା କାନରେ ସେ କଥା ନ ପଡ଼ୁ ଯେ ଏଠି ଧନ କେବଳ ନୁହେଁ, ଜୀବନ ମଧ୍ୟ ବିପନ୍ନ। ଓଡ଼ିଶାରେ ବର୍ତ୍ତମାନ ଏମିତି ଏକ ସ୍ଥିତି ହେଇଛି, ପ୍ରତିଦିନ ଚୋରି ଡକାୟତି ହେଉଛି ପ୍ରତ୍ୟେକ ଘରେ। କଟକ ଅଞ୍ଚଳରେ ହତ୍ୟାକାଣ୍ଡ ବଢ଼ିଯାଉଛି ଏବଂ ବିଲରେ ଚାଷୀ ମୁଣ୍ଡରେ ହାତ ଦେଇକରି କାନ୍ଦୁଛି ଏବଂ ଟଳି ପଡ଼ୁଛି। ଏ କଥା ଯଦି ତାଙ୍କ କାନକୁ ବା ତାଙ୍କ ଦୃଷ୍ଟିକୁ ଆସିବ, ତାହେଲେ ଓଡ଼ିଶାର ନିନ୍ଦା ହେବ ସିନା, ଅପବାଦ ଆସିବ ସିନା, ଓଡ଼ିଶାର କୌଣସି ପ୍ରଶଂସା ଆମେ ସାଉଁଟି ପାରିବା ନାହିଁ। ଆଉ ଫାଇଦା କ'ଣ? ଫାଇଦା କହିଲି ପରା, ଯଦି ଟୁରିଜିମ୍ ଡେଭଲପ୍ କଲା, ଯଦି ଆମ ବଜାରରୁ ଜିନିଷ ଅଧିକ ବିକ୍ରି ହେଲା, ଆମେ ପରୀକ୍ଷା କରିବା ଏଇ 4 ଦିନ ଭିତରେ ଯଦି ଆମ ବଜାରରୁ କିଛି ଜିନିଷ ବିକ୍ରି ହେବ, ଭଲ ବିକ୍ରି ହେବ, କାରଣ ଗୁଡ଼ାଏ ଦୋକାନ ବଜାର ଖୋଲିଛି, ନୂଆ ଖୋଲିଛି ସେମାନଙ୍କ ଉଦ୍ଦେଶ୍ୟରେ, ଯଦି ବିକ୍ରି ହେଲା, ଆମେ ଜାଣିବା ତା'ର ଆମ୍ବାସାଡ଼ର ହେଇକି ଯିବେ ଏବଂ ଆମ ଟୁରିଜିମ୍ ବଢ଼ିବ, ଟୁରିଜିମ୍ରେ କିଛି ଲାଭ ଆସିବ ନିଶ୍ଚୟ। ଏ କଥା ତ ନିଶ୍ଚୟ ଆମେ ଜାଣିବା।